सर्वप्रथम সেই କରୁଣାମୟ ପରମ ପିତା ଏହି ଜାଗାରେ ପୂର୍ଣ୍ଣ ଭାବରେ ଯିଏ ବିରାଜମାନ ଅଛନ୍ତି ଓ ଆମ ଭିତରେ ମଧ୍ୟ ଯିଏ ନିବାସ କରୁଛନ୍ତି ତାଙ୍କୁ ଥରେ ଡାକିବେ। ଓମ୍ ନାମରେ ସମସ୍ତେ ଉଚ୍ଚାରଣ କରି ଅନୁଭବ କରନ୍ତୁ କି ସେହି ପରମ ପିତା ଆପଣଙ୍କ ହୃଦୟରେ ବି ଅଛନ୍ତି। सम्मानीय समस्त प्रभु भक्त उपस्थित वयोज्येष्ठ ब्राह्मण ଓ ପ୍ରଭୁଙ୍କର ଭକ୍ତିରେ ସିକ୍ତ ସମସ୍ତ ବିଦ୍ୱାନ ସଜ୍ଜନ ବୃନ୍ଦ, ଆଜି ପ୍ରଭୁଙ୍କର କିଛି ବିରାଟ ରୂପକୁ ଓ ପ୍ରଭୁଙ୍କର ମାୟାକୁ ଜାଣିବା ପାଇଁ ଆମେ ଚେଷ୍ଟା ରଖିବା। ଧର୍ମ ରକ୍ଷତି ରକ୍ଷିତା, ଧର୍ମ ଆମକୁ ରକ୍ଷା କରେ। এই କଥାଟା ଆମମାନଙ୍କ ଭିତରେ ଅନେକ ପ୍ରକାରର ଦ୍ୱନ୍ଦ୍ୱ ସୃଷ୍ଟି କରି ସାରିଲାଣି। ଆପଣମାନେ ତ ସମସ୍ତେ ପ୍ରଭୁ ଭକ୍ତିରେ ରଙ୍ଗି ସାରିଲେଣି, କିନ୍ତୁ ଯେଉଁ ବ୍ୟକ୍ତି ଗୁଡାକ ବାହାରେ କୌଣସି ବି ଧର୍ମକୁ ମାନିବା ପାଇଁ ନାରାଜ, ସେମାନଙ୍କର ହାଲ ଟିକେ ବୁଝନ୍ତୁ ନା। ଯଦି ଆମର ପିତା ଭଗବାନ, ତାହେଲେ କଣ ସେମାନଙ୍କର ପିତା ସିଏ ନୁହନ୍ତି? ସେମାନଙ୍କର ବି ପିତା, ସେମାନଙ୍କର ବି ବାପା। ଆମର ଯେମିତି ବାପା, ଅନ୍ୟ ସମସ୍ତ ଯେଉଁମାନେ ସ୍ୱୀକାର କରୁନାହାନ୍ତି ସେମାନଙ୍କର ବି ସିଏ ବାପା। ଆଉ ଆମେ ଅଳ୍ପ ଜ୍ଞାନୀ ବାପା, ନିଜର ପୁତ୍ରର କୋଉଠି ମଙ୍ଗଳ ହେବ ସେଟା ଆମେ ନିଜ ଜ୍ଞାନ ଆଧାରରେ ଆମେ ନିର୍ଣ୍ଣୟ କରିବା। ଆଉ ଆମର ନିର୍ଣ୍ଣୟ ଆମ ଜ୍ଞାନର ସୀମିତତା ଭିତରେ ଆବଦ୍ଧ ହେବ ହିଁ ହେବ। ଯେତେ ଜ୍ଞାନ ସେଇ ହିସାବରେ ଆମେ ପୁତ୍ରର ମଙ୍ଗଳ ଚାହିଁବା। କିନ୍ତୁ କଣ ସେଇ ପରମ ପିତାଙ୍କର ସେମିତି ସୀମା ଅଛି? କୋଉ କଥା ସେ ଜାଣି ପାରୁନାହାନ୍ତି ସେମିତି କିଛି ଅଛି? ସେ ନିଶ୍ଚିତ ରୂପରେ ସମସ୍ତଙ୍କଠୁ ଅଧିକା ଜ୍ଞାନୀ। ସିଏ ଜାଣନ୍ତି କୋଉଥିରେ ମୋ ଛୁଆମାନଙ୍କର ପ୍ରକୃତରେ ଉନ୍ନତି ହେବ।
ସିଏ ଜାଣିପାରିବେ। ଆମେ ମାନେ ବି ଆମ ଛୋଟ ଛୁଆକୁ 8 ବର୍ଷ 9 ବର୍ଷ ହେଲା ପରେ ଆମେ କେତେବେଳେ ଦୁଷ୍ଟ ହେଲେ ଟିକେ ତାଡ଼ନା ବି କରିଥିବା ନା ନାଇଁ? ସମସ୍ତେ ଆମେ କରୁ। ଏଇ ଯୋଉ ତାଡ଼ନା ପ୍ରକ୍ରିୟାଟା ସିଏ ପରମ ପିତା ବି ପ୍ରତ୍ୟେକ ଦିନ କରି ଚାଲିଛନ୍ତି, ନିୟମିତ କରି ଚାଲିଛନ୍ତି। କେତେବେଳେ କେମିତି ଆମେ ଦେଖିପାରୁନୁ ଆମ ଛୁଆଟା କୋଉ ଭୁଲ କଲା, କାହିଁକି ସେଇ ଜାଗାରେ ଆମେ ନଥାଉ। କିନ୍ତୁ ସେଇ ଜାଗାରେ କଣ ପରମାତ୍ମା ନଥାନ୍ତି? ଏମିତି କହିବା ଏଇଟା ଠିକ ହବନି ନା। ପରମାତ୍ମା ସବୁ ଜାଗାରେ ସମାନ ଭାବରେ ସ୍ଥିର ହେଇକିନା ଅଛନ୍ତି। ସେଇ ପରମାତ୍ମା ଆମେ ଯୋଉଠି ଯିବା ସେଇ ଜାଗାରେ ଆଗରୁ ସିଏ ଅଛନ୍ତି। ତାଙ୍କ ଭିତରେ ଆମେ ଚାଲୁଛୁ, ଆଉ ତାଙ୍କ ଭିତରେ ପୁଣି ଆମେ ଶେଷ ନିଶ୍ୱାସ ବି ଆମେ ନଉଛୁ। ଆଉ ସବୁ ଲେଖାଜୋଖା ସେଇ ପରମାତ୍ମା ବିନା ସାକ୍ଷୀ ଗୁହାରିରେ ଲେଖି ଚାଲିଛନ୍ତି ଚିତ୍ରଗୁପ୍ତ ଭାବରେ। ପୁଣି ନ୍ୟାୟ କରୁଥିବାରୁ ତାଙ୍କର ଗୋଟିଏ ନାଁ ହେଲା ଯମ। ନ୍ୟାୟ କରନ୍ତି ଯିଏ ତାଙ୍କୁ ଯମ କହିବା। ତାଙ୍କର ସଂସ୍କୃତ ନାମ ହେଲା ଯମ। ଏମିତି ପରିପ୍ରେକ୍ଷୀରେ ସେଇ ଯୋଉ ଆମେ ନିଜ ଛୁଆକୁ କେତେ ଜାଗାରେ ଆକଟ କରୁ, ଆଉ କେତେ ଜାଗାରେ ଆକଟ କରିବାର ସମ୍ଭାବନା ନଥାଏ। କାହିଁକି ନା ଆମେ ଜାଣି ବି ପାରିବାନି କି ସେଇ ଛୁଆଟା କୋଉଠି କଣ ଭୁଲ କଲା। ଆଉ ପରମାତ୍ମା ସେ ସବୁ ବିଷୟ ଜାଣୁଛନ୍ତି। ଆମେ ତାର ଛୁଆ, ସେ ଆମକୁ ବି ଆକଟ କରି ଚାଲିଛି। ଖାଲି ତାର ଆକଟଟା କାନରେ ଶୁଣାଯାଏ ନାହିଁ। ଭିତରେ ଥିବାରୁ ସେଇଟା ଭିତରେ ହିଁ ଆମେ ଅନୁଭବ କରିଯାଇପାରୁ। ପ୍ରତ୍ୟେକ କର୍ମର ପରେ, ପ୍ରତ୍ୟେକ ବିଚାରର ପରେ, ପ୍ରତ୍ୟେକ ଆମର ବାଣୀର ପରେ ପରେ ସଙ୍ଗେ ସଙ୍ଗେ ସିଏ ଆକଟ କରନ୍ତି। ଆମେ ଯଦି ଭଲ କାମ କରିବା ତାହେଲେ ଆମକୁ 3ଟି ଜିନିଷ ଦିଅନ୍ତି। ଗୋଟିଏ ହେଲା ବଳ, ଦ୍ୱିତୀୟ ହେଲା ଉତ୍ସାହ, ଆଉ ତୃତୀୟ ହେଲା ଆନନ୍ଦ। ଥରେ ଗୋଟେ ବିସ୍କୁଟ ଆମ ଭାଇ, କୁକୁରଟା ଆମ ଭାଇ ନା ନୁହେଁ? କୁକୁରଟା ଆମର ଭାଇ ନୁହେଁ। ତ ମୁଁ ମୋ ଗତିପଥଟା ଟିକେ ବଦଳେଇ ଦିଏ। କୁକୁରଟା ଆମ ଭାଇ ନୁହେଁ କହିଲେ। ଆମର ଯୋଉ ଅନୁଭୂତିଟା କି ମୁଁ କିଏ, ବର୍ତ୍ତମାନ ମୋତେ ସେଇ ବିଷୟରେ ଟିକେ ଆଗକୁ ଯିବାକୁ ପଡିବ। କୁକୁର, ମାଙ୍କଡ ଏମାନଙ୍କର ବାପା କିଏ? ହଁ, ପରମାତ୍ମା। ସମସ୍ତେ କହିଲେ ବୋଲି ଆପଣ କହିଦେଲେ। ଠିକ କଥା, ସେଇଟା ଠିକ କଥା। ଏଥିରେ ଆଉ ଯୁକ୍ତି ତର୍କ କରିବାନି, କାହିଁକି ସମସ୍ତେ କହିଦେଲେ କି ପରମାତ୍ମାଙ୍କର ପୁଅ ସିଏ, ଆଉ ମୁଁ କଣ? ତାହେଲେ ମୋର ସିଏ କଣ ଲାଗିଲା? ହେଇଗଲା ନା? ତ ସିଏ ପରମାତ୍ମାଙ୍କର ପୁତ୍ର, ସିଏ ବି ସନ୍ତାନ। ତ ତାର ବି ସିଏ ମଙ୍ଗଳ ଚାହୁଁଛନ୍ତି। ତ ଯେତେବେଳେ ମୁଁ ମୋ ଭାଇକୁ ଗୋଟିଏ 2ଟା ବିସ୍କୁଟ ଦେଇଦେବି, କିଏ ଖୁସି ହେବ? ବାପା ଖୁସି ହେବ କି ଦେଖ ଭାଇ ଭାଇର କେତେ ସମ୍ବନ୍ଧ ଅଛି। ଏଇ ଦୃଷ୍ଟିକୋଣ କଣ ପାଇଁ ଆମର ହଉନି? ଏଇ ପଶୁ ପକ୍ଷୀ ମାନଙ୍କୁ ଆମେ ଦେଖିକିନା ଆମେ କଣ ପାଇଁ ଭାବୁନୁ କି ନାଇଁ ଆମେ ବି ସିଏ? ୟାର ଗୋଟିଏ ଏବେ ଟିକେ ଟିକେ କରି ଗହରୀ ଜ୍ଞାନକୁ ଆପଣଙ୍କୁ ଓହ୍ଲେଇବାକୁ ପଡିବ। ଟିକେ କନସେନଟ୍ରେଟ କରନ୍ତୁ। ଆପଣ ମାନେ ମତେ ଦେଖି ପାରୁଛନ୍ତି? ଆପଣ ସମସ୍ତେ ଦେଖନ୍ତି, ଦେଖିପାରୁଛନ୍ତି? ଆପଣ ମାନେ ସମସ୍ତେ ଦେଖିପାରୁଛନ୍ତି। ତ ଗୋଟିଏ କିଛି ବର୍ଷ କିଛି ଦିନ ପରେ ଆପଣ ଦେଖିପାରୁଥିବା ଦ୍ରବ୍ୟଟା ପଡି ରହିବ। ଆଉ ଜଣେ ସ୍ତ୍ରୀ ଲୋକ
ସିଏ କହୁଥିବେ କାନ୍ଦିକିନା କି ଚାଲିଗଲେ ଛୁଆମାନେ ବି କାନ୍ଦୁଥିବେ। ସେଇ ପରିସ୍ଥିତିରେ ଆପଣ ଯାଇକିନା କହନ୍ତିନି କି କଣ ପାଇଁ କାନ୍ଦୁଛୁ, ସେଟା ତ ତୋ ସାମ୍ନାରେ ପଡିଛି, ଆପଣ କହନ୍ତି କି? ତ ଆପଣ ବି କହନ୍ତି କି ହଁ ସିଏ ଚାଲିଗଲେ। ତ ଏଇ ଦ୍ରବ୍ୟଟା ଯଦି ମୁଁ ସେଇଠି ପଡିଛି, ତାହେଲେ କିଏ ଚାଲିଗଲା? ଯିଏ ଚାଲିଗଲା ସିଏ ଏବେ ସମ୍ବୋଧନ କରି ଚାଲିଛି, ଆପଣ ମାନଙ୍କୁ କଥା କହି ଚାଲିଛି ନା ନାଇଁ? ଆଉ ତାକୁ ଆପଣ କେମିତି ଦେଖିବେ? ସିଏ ତ ଅଦୃଶ୍ୟ। ଏଇ ଶରୀର ମାଧ୍ୟମରେ ଆମେ ତାକୁ ଅନୁଭବ କରିବା ପାଇଁ ଚେଷ୍ଟା କରୁଛୁ। ଏଇ ଯୋଉ ବଖରାଟା, ଏଇ ଯୋଉ କାରଟା, ଏଇ ଯୋଉ ଯାନଟା, ଏଇଟା ଚାଲୁଥିଲେ ଆପଣ କହୁଛନ୍ତି ହଁ ୟା ଭିତରେ ଅଛି। ଏଇ ଯୋଉ ସଂସାରଟା, ଏଇ ଦ୍ରବ୍ୟଟା ଜଡ଼ ଦ୍ରବ୍ୟ, କାହିଁକି ନା ତାପରେ ଆପଣ ତାକୁ ଜାଳିଦେବେ। ସେ ଯୋଉ ଜାଳିବା ପୂର୍ବରୁ ଆପଣ କନଫର୍ମ କରେଇବେ କି ସିଏ ଏଇ ଭିତରେ ଅଛି ନା ନାହିଁ। ଆପଣ କନଫର୍ମ କରିବେ, ତା ପୂର୍ବରୁ କେବେ ବି ଜାଣନ୍ତିନି। ଡାକ୍ତରକୁ ଡାକିବେ, ବୈଦ୍ୟକୁ ଡାକିବେ, ନିଜେ ନାଡି ଧରିବେ, ଏଇଟା କରିବେ। ଯୋଉ ଲକ୍ଷଣ ସିଏ ଏଇ ଭିତରେ ରହିଲେ ହୁଏ, ତାକୁ ଆପଣ କ୍ରସ୍ ଚେକ୍ କରିବେ। ଆପଣ ତାକୁ ଦେଖିପାରନ୍ତିନି। 15 ଜଣ ତା ଚାରିପଟରେ ଥିଲେ ଆଉ ସେ ଜାଣି ପାରୁନାହାନ୍ତି କି ସିଏ ଗଲାଣି କି। ସେ ଡାକ୍ତରକୁ ପୁଣି ଡାକନ୍ତି ନା, ଗଲାଣି କି? ୟାର ଅର୍ଥ କଣ? ଯିଏ ପଳେଇଗଲା ସିଏ 15 ଲୋକଙ୍କ ଆଖିରେ ଧୂଳି ଦେଇ ପଳେଇ ଯାଉଛି। ଆଉ ସିଏ ପ୍ରକୃତରେ ସିଏ ହିଁ ଏଇ ଶରୀର ଭିତରେ ଅଦୃଶ୍ୟ ଭାବରେ ଥିବାରୁ ଅଦୃଶ୍ୟ ଭାବରେ ସେଇଠୁ ଛାଡିକିନା ପଳେଇ ଯାଉଛି। ଏଇ ଯୋଉ ପରିସ୍ଥିତିଟା ଉପୁଜିଲା, ଏଇଥିରୁ ଜଣା ପଡୁଛି କି ଆପଣମାନେ ମତେ ଦେଖି ପାରୁନାହାନ୍ତି। ମୁଁ ଥିଲେ ଯାହା ଏଇ ଶରୀର କରେ, ସେଇ କଥା ଗୁଡାକ ଆଗରୁ ଆପଣ ଜାଣିଥିବାରୁ ସେଇ କଥାଟା ହଉଥିବା ପର୍ଯ୍ୟନ୍ତ ଆପଣ କହୁଛନ୍ତି ହଁ ହଁ ଆପଣ ଏଇ ଦ୍ରବ୍ୟ ଭିତରେ ଅଛନ୍ତି। ଏଇ ଦ୍ରବ୍ୟ ଆପଣ ନୁହନ୍ତି, ଆପଣ ଛାଡି ଦିଅନ୍ତି ଏଇ ଦ୍ରବ୍ୟକୁ। ଏଇ ପରିସ୍ଥିତି ଯେତେବେଳେ ଆସୁଛି ଆମକୁ ଚିନ୍ତନ କରିବାକୁ ପଡିବ କି କଣ ପାଇଁ ଏମିତି ଲାଗୁଛି କି ମୁଁ 5 ଫୁଟ 6 ଫୁଟ। ଆପଣଙ୍କୁ ଯଦି ପଚାରେଇବି ଆପଣ କିଏ, ଆପଣ ନାଁଟେ କହିବେ। ସେଇ ନାଁଟା କଣ ସେଇ ଆତ୍ମାର? ସେଇଟା ଏଇ ଶରୀରର। ଆମେ ଲୋକ ବ୍ୟବହାର ପାଇଁ ସେଇଟା କରୁ ଆଉ ସେଇଟା ଆବଶ୍ୟକ। ଏଇ ଲୋକ ବ୍ୟବହାରରେ ମଧ୍ୟ ଆମେ ନିଜକୁ ଆତ୍ମା ବୋଲି କେବେ ବି ଭାବୁନୁ। ଏଇ ଭାବନାଟା ନ ଆସିବାର କାରଣ ଅଛି। ଗୋଟିଏ ରୋବଟ ଅଛି, ରୋବଟଟା 100 ଫୁଟ ଡେଙ୍ଗା, ଆଉ ସେଇ ରୋବଟ ଭିତରେ ମଣିଷଟେ ଅଛି। ଆଉ ଏମିତି କଲେ ଗୋଟେ ପାହା ଆଗକୁ ଯାଉଛି, ଏମିତି କଲେ ଆଉ ଗୋଟେ ପାହା ଆଗକୁ ଯାଉଛି। ହାତ ଦିଟାରେ ବଡ ବଡ ହେମ୍ବର ଧରିଛି ରୋବଟଟା। ଏମିତି କରିଦେଲେ, ଗୋଟେ ଲିଭର ଦବେଇ ଦେଲେ, ସେଠି ମନ୍ଦିରଟା ଚୁରମାର କରିଦଉଛି, ମସଜିଦଟା ଚୁରମାର କରିଦଉଛି। ତ ସେଇ ଲୋକଟା, ସେଇ ରୋବଟର ଯୋଉ ଡେଙ୍ଗା ରୋବଟ 100 ମିଟର ଉଚ୍ଚା, ବଡ ବଡ ବିଲ୍ଡିଂ ଅଛି, ସେଇ ବିଲ୍ଡିଂ ଭଳି ଏତେ ବଡ ରୋବଟଟା, ଆଉ ସେଇ ଲୋକଟା ସେଇ ଭିତରୁ ଆଉ ବାହାରୁନି, କେବଳ ବସିକିନା ସେ ଲିଭର ଚଳାଉଛି 80 ବର୍ଷ ପର୍ଯ୍ୟନ୍ତ। ତ ତାର କେମିତି ଅନୁଭବ ହେବ? ଟିକେ ଚିନ୍ତନ କରି କୁହନ୍ତୁ କି ସେଇ ଯୋଉ ରୋବଟର ଶକ୍ତିକୁ ସେ ନିଜର ଶକ୍ତି ବୋଲି ଭାବିଦବ। ମୁଁ ଏମିତି ଚାଲିଲେ ଏମିତି ହେଇଯାଏ, ମୁଁ ହାତ ମାରିଲେ ସେ ବିଲ୍ଡିଂଟା ଚୁର ଚୁର କରିଦେଇପାରେ। ତ ଏଇ ଯୋଉ ସାମର୍ଥ୍ୟ ରୋବଟର, ତାକୁ ନିଜର ବୋଲି ଆମେ ଭାବିବାଟା, ଏଇଟା ଅବିଦ୍ୟା, ଏଇଠି ଖେଳ କରିଗଲା। ଏଇଟା ମାୟା। ଏଇ ମାୟା ବିଷୟରେ ହିଁ ଆମର କଥା ଚାଲିଛି କି ଆମକୁ ଏଇ ଯୋଉ ରୋବଟର ଭିତରେ ରହି ଆମେ ଭାବୁଛୁ କି ମୁଁ ହାତ ହଲେଇଲି, ସତ କଥା।
मु हाथ हलेली ठीक कथा किंतु मु हाथ एठी भूल एठी गड़बड़ हो गला ना कहीं ना एई हाथटा कटिगला पर मु पुणी अन्य स्थिर चलिबी गोड़टा कटिगला पर भी मु पुणी से पिंडरे रहिबी ताहेले मो एई हाथ गोड़ निश्चित भाव में हेई नथिबी ना जदि मो हाथटा कटिगला पर मु सरी जीवा कथा हाथ नुहे गोड़टा कटिगला पर मु सरी जीवा कथा ना सरुनी तथापि मु सेथिरे अछि एई चेतन सत्तार विषय रे ज्ञान रो परंपरा चली सबु बेले ऋषि मुनि सामना रे प्रश्नकर्ता आसीबे प्रश्न पचारिबे ऋषि उत्तर देवे गोटे प्रश्न रो उत्तर गोटे हैला परे पुणी तीनटा प्रश्न से माने पचारिबे सेई प्रश्न रो उत्तर पुणी देला परे आउ तीनटा प्रश्न एमिति हिसाब रे आमर ज्ञान रो उदय हे चली परंपरा नष्ट हो गला आमे निजको एबे एई शरीर बोली भाबी शरीर रो उपकार करी चलीछु काहे कि मु शरीर बोली निजको भाबुछि मु आपन को आत्मा बोली केमिति भाबिबी आपण कहंतु मु जदी निजको शरीर बोली भाबुछि अन्य मानको केमिति मु आत्मा बोली भाबिबी सेति पई मु कुकुर आ मु एई मनुष्य भितरे पार्थक्य करि दउछि किंतु नाम कुकुर नाम एबे ठीक हे गला कथाटा मो कुकुर भी नुहे मो मनुष्य भी नुहे कहीं ना ए जो कुकुर आउ ए जो मनुष्यर दीटा जो भिन्न भिन्न शरीर ए शरीर पांचटी तत्व रे बना हेछि आउ सेई पांचटी तत्व पुणी सेई पांचटी तत्व रे मिसी जाए आकाश वायु अग्नि जल आउ पृथ्वी एई तो सेटा भी सही जड़ आकाश वायु अग्नि जल पृथ्वी रे बना हेछि आउ एटा भी आकाश वायु अग्नि जल पृथ्वी रे बना हेछि एई दीटा जाक द्रव्य जड़ द्रव्य एई जड़ द्रव्य रु चेतन द्रव्य उत्पन्न हे जीव एटा हे परिबेनी जड़ द्रव्य सब बेले जड़ ही रहिबो आपण को मु सोना मुंडे देवी आउ कहिबी गोटे लोहार बाल्टीटे तयारी कले आपण कहिबे नाई आज्ञा सोनारे केमती लोहा बाल्टी नहीं जीव सोनार गुण से बाल्टी रे रहिबा कथा सेमिति जड़ तत्वर जड़ जिनसटा जड़त्वटा तार प्रॉपर्टी धर्म सेटा से छाड़ी पारिबनी सेथिरु चेतन उत्पन्न हे पारिबे नाही जड़ जड़ ही रहिबो सेमिति एई जो तत्वटा आपण देखुछंती एई तत्वटा आकाश वायु अग्नि जल पृथ्वी रे बनी छे नाही तो गला पर जतले जाळी देबा एई जड़ तत्वटा कोन हेबो सेई आकाश वायु अग्नि जल पृथ्वी रे परिवर्तित हे जीवो एई परिप्रेक्षी रे आपण चिंतन करंतु कि आपण किए डिफाइन करा होछि दर्शन शास्त्र रे कि आपण कर 6टी लक्षण अछि केतटी लक्षण 6टी आ सेई लक्षण वाला कोई शरीर नाही सेटा हैला राग द्वेष माने इच्छा आउ अनिच्छा दीटा है सुख आउ दुख चारिटा है ज्ञान आउ प्रयत्न समस्ते बुझी पारुथिबे सहज जिनस सहज वर्ड गुडाक इच्छा द्वेष सुख दुख ज्ञान प्रयत्न ए 6टी लक्षण अन्य कौन सी द्रव्य रे जदि पाइबेनी ताहले आपण जानिबे हां एटा गोटे जड़ तत्व ए मो हाथटा इच्छा करे कि करेनी इच्छा करिवनी एई सब बही पत्र माइक एनकर इच्छा थाए एनकर इच्छा किछि न थाए द्वेष माइक कहिबो कि नै मु पार्टी करिविनी तार फिक्स अछि से द्वेष करिवनी
सुख एई माइक सुख दुख को अनुभव करी पारिबनी सी सुखी दुखी है पारिबनी कहीं ना एटा जड़ तत्वर लक्षण गोटे तापरे ज्ञान आउ प्रयत्न जेते लोक एठी आसी आज पर्यंत शह शह कथा कही सारिलेनी एई माइक भितर जाउछि आउ सेई माइक किछि बुझुनी तार ज्ञान केबे भी हबनी ना हबो हबनी ताहले आपण जानतु सेटा जड़ तत्व एई माइक एठी ही रहिबो प्रोग्राम सरिला परे आपण को घुंचेबा को बाध्य जदि न घुंचेबे किछि कथा नै से सेठी ता आर दिन पर्यंत आपण को अपेक्षा करिथिबो ए निजे घुंची पारिबनी ये प्रयत्न करी पारिबनी एमिति भावरे जड़ तत्व रे एई छटी लक्षण देखा जाएनी सेठो आपण कहंती हां एटा जड़ तत्व आउ मो भितरे आपण देखुछंती कि मु इच्छा करूछि मु द्वेष भी करूछि द्वेषर अर्थ है मु न चाहिबाटा मु सेई काम करिबिनी हैला करिबिनी नाइ 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 सेटा मु मोटे करिबिनी इच्छा द्वेष मु सुखी हुए मु दुखी भी हुए मोर ज्ञान अच्छी जेमती आपण समस्तंकर अच्छी चांटीटेर भी ज्ञान नहीं कि पिंपुड़ीटा जोठी भी से बासनाटा पाइब से चलला से पटे तार भी ज्ञान अच्छी तापरे चालीबाटा प्रयत्न करिबाटा चेष्टा करिबाटा पुरुषार्थ करिबाटा सेटा भी मोर अच्छी आपण मानकर भी अच्छी सब पशु पक्षी कीट पतंग जेते जेते सचराचर जगतर एपरिकी गच्छ मानकर भी अच्छी एथर जना पड़ुछ कि गच्छरे जीवन अच्छी जगदीश चंद्र बोस सी तो एबे किंतु एटा तत्वटा केते जुग जुग हैला एई आम भारतीय सभ्यता रे एटा थिला कि प्रत्येक गच्छ को मध्य आमे पूजा करुथिले सेमाने भी जीवंत एई कथाटा आगरु भी थिला आम दर्शन शास्त्र रे एमिति हिसाब रे आमे जदि जड़ आउ चेतन को जानी पारिले ताहले कहम कि आम वैराग्य हे जीवो विवेक रो अर्थ होला कि जड़ आउ चेतन रे भिन्नता को जानिबा ए जो शरीर को आमे समस्ते निजर बोली भाबुछ निजे मु ए शरीर बोली भाबुछ ना सेटा आम मन भितरे जतेबेले रहिबनी ए शरीर जड़ बोली जतेबेले आमे जानी पारिबा और अनुभव करिबा सेतेबेले आवर विवेक जागृत होला बोली आमे जानिबा आउ एई विवेक जागृत परे आउ आपणकर रहिलेनी आपणकर वैराग्य हबो वैराग्यर परे आपण स्थिति ऊपर को आसी गले केते चेष्टा आमे माने करूछु ना परमात्मा को पाइबा पई वैराग्यर परे आपण स्थिति पूरा अलगा हे जीवो सब लोक संसार रे एपटे धाउथिबे आपण एका एपटे धाइबे वैराग्यर परे एई परिस्थिति को हासिल करिया पई आपण को प्रथम रे ही आपण को बुद्धि पूर्वक जानिबा को पड़िबो कि एटा कोन ए सबु आम इमोशनाल कर देवा पाई अच्छी ना सत्य को ग्रहण करने पाई अच्छी जदि सत्य को ग्रहण करने पाई अच्छी ताहले तो आमको अनेक प्रश्न पचारे को पड़े मनर डाउट क्लियर करियो पड़िबनी पड़िबो सेही चर्चाटा आओ नाही दुनिया रे सेटा दुर्लभ हां एई चर्चा मूलरू जेमती थिला सेमती जदि आमे करि पारिबा आबर विवेक जागृत हो कि मो शरीर नहे जानी गले मो आत्मा कुकुरटा आसिला आ भोखिला बाबाजी रो रोटी खाइला बेलको से धरिला और पळैला रोटीटा
ସେଇଠୁ ବାବାଜୀ ତା ପଛରେ ପଛରେ ଧାଉଁଛନ୍ତି, ଆରେ ରହିଯା ରହିଯା, ସେଇଥିରେ ମୋ ଘିଅ ଟିକେ ତ ଦେଇଦିଏ, ତାପରେ ତ ତୁ ଖାଇବୁ। ମୁଁ ଘିଅଟା ଲଗେଇନି ନା, ମୁଁ ଘିଅ ଟିକେ ଲଗେଇଦେବି ତାପରେ ତୁ ଖାଇବୁ, ଭଲ ଲାଗିବ ତତେ। ସିଏ ଆତ୍ମା ନିଜକୁ ଜାଣୁଛି ନା, ତାକୁ ଯେମିତି ଭୋକ ଲାଗୁଛି ସେଇ କୁକୁରକୁ ବି ସେମିତି ଭୋକ ଲାଗୁଛି ବୋଲି ଅନୁଭବ କରୁଛି ନା। ତାର ପୀଡା ଭୋକର ପୀଡା ସିଏ ଯେମିତି ଅନୁଭବ କରିବ, କୁକୁର ବି କଷ୍ଟ ପାଉଛି, ଦୁଃଖୀ ହଉଛି। ଏଇ ସମ୍ବେଦନଶୀଳତା ସେତେବେଳେ ଆସିବ ଯେତେବେଳେ ଆପଣ ନିଜକୁ ଆତ୍ମା ବୋଲି ଜାଣିବେ। ଯଦି ଆତ୍ମା ବୋଲି ନିଜକୁ ଜାଣି ପାରୁନାହାନ୍ତି ତାହେଲେ ଆପଣଙ୍କର ବୈରାଗ୍ୟର ସମ୍ଭାବନା ବି ନାହିଁ। ଆପଣ ମାନେ ରାସ୍ତାରେ ଆସ୍ତେ ଆସ୍ତେ ଯିବା ପାଇଁ ପ୍ରଥମରେ ଆପଣ ବୈରାଗ୍ୟର ପ୍ରଥମ ସ୍ଥିତି କି ଆପଣ ଶରୀରକୁ ଜଡ଼ ଜାଣିବେ ଆଉ ନିଜକୁ ଚେତନ ବୋଲି ଜାଣିବେ। ଏଇ ପରିସ୍ଥିତି ପ୍ରଥମରେ ହେବ। କୋଉ ପ୍ରକ୍ରିୟା ଆପଣ କରୁଛନ୍ତି ସେଇ ପ୍ରକ୍ରିୟାରେ ଏଇଟା ଡିପେଣ୍ଡେଣ୍ଟ ନୁହେଁ, କିନ୍ତୁ ଜ୍ଞାନ ପୂର୍ବକ ସେଇ ପ୍ରକ୍ରିୟା କରୁଛନ୍ତି ନା, ଚାଲିଛି ତ ଚାଲିଥାଉ, ଏଯାଏ ତ ହେଲାନି 50 ବର୍ଷ ହେଇଗଲାଣି ମିଳି ନାହାନ୍ତି, କେବେ ତ ଦିନେ ମିଳିଯିବେ, ଚାଲିଥିବ। ଆଉ ଗୋଟେ ଜନ୍ମ, ଆଉ କେତେଟା ଜନ୍ମ, କିଛି ଠିକ ଠିକଣା ନାହିଁ। କିନ୍ତୁ ବୁଦ୍ଧି ପୂର୍ବକ ଆପଣ ସାନ୍ତରା କିଣିଲା ବେଳେ ଯେମିତି 100ଟା ପ୍ରଶ୍ନ ତାକୁ ପଚାରିବେ। ସାନ୍ତରା ଠେଲା ବାଲାକୁ, ମିଠା ଅଛି ନା ନାହିଁ, ଖଟା ଲାଗୁଛି କି, ଜାମ୍ମୁ କାଶ୍ମୀରରୁ ନା ଫଲାନା ଜାଗାରୁ ଆଣିଛ, କୋଉ ଜାଗାରୁ ଆଣିଛ, ଏଇଟା ଲାଲ କାହିଁକି ଦେଖାଯାଉନି। ତାପରେ ସେ ସବୁ ଉତ୍ତର ଦେଲା ପରେ ପୁଣି ଆପଣ ନିଜେ ପୁଣି କହିବେ, ଭାଇ ଖଣ୍ଡେ କାଟିଲୁ, ମୁଁ ଟିକେ ଚାଖି ଦିଏ ତ। ନିଜେ ନ ଚାଖିବା ପର୍ଯ୍ୟନ୍ତ ଏଇ ଦ୍ରବ୍ୟ ଆପଣ କନଫର୍ମ ହେଇପାରିବେନି କି ଏଇଟା ହିଁ ରାସ୍ତା, ଏଇଟା ହିଁ ମୁଁ ଚାହୁଁଥିଲି। ଅତୃପ୍ତି ଆମ ସମସ୍ତଙ୍କ ମନରେ ଅଛି। ଆମେ ଯୋଉ ଜଗତକୁ ଦେଖି ଚାଲିଛୁ ସେଇ ଜଗତରେ କୁତ୍ରାପି କୋପି ସୁଖୀ ନାହାଁ, କୁତ୍ରାପି କୌଣସି ଜାଗାରେ କୋପି କେହି ମଧ୍ୟ ସୁଖୀ ନାହାନ୍ତି। ଆପଣ କାହିଁ ଭାବୁଛନ୍ତି ଆପଣଙ୍କର କମ ଧନ ସେଥିପାଇଁ ଆପଣ ଦୁଃଖୀ? ସେଇଟା ହବନି। ଆପଣ ପୁଣି ଧନୀ ହେଲା ପରେ ବି ଆପଣ ଦୁଃଖୀ ହିଁ ରହିବେ। ଆପଣଙ୍କ ଆହୁରି ଧନ ହେଲେ ଆହୁରି ଦୁଃଖୀ ରହିବେ, ଆହୁରି କଷ୍ଟପୂର୍ଣ୍ଣ ଜୀବନ ହେଇପାରେ। କିନ୍ତୁ ଜାଗରୂକତାର ସହିତ ଯଦି ଗୋଟିଏ କାମ ଆମେ କରିବା ତାହେଲେ ଅଳ୍ପ ଧନରେ ବି ଆପଣ ରାଜା ଛୁଆ ଭଳି, ରାଜପୁତ୍ର ଭଳି ରହିବେ, ନିଡର ରହିବେ। ସନ୍ନ୍ୟାସୀଟା ରାଜାକୁ କହୁଛି, ହେ ରାଜା, ତୁମେ ପଲଙ୍କରେ ଶୋଉଛ ଆଉ ମୁଁ ଏଇ ଯୋଉ ଗଛ ତଳେ ଗୋଟେ ଇଟା ମୁଣ୍ଡରେ ଦେଇ ଶୋଉଛି। ତୁମେ 18ଟା ପଦାର୍ଥ 56 ଭୋଗ ଖାଉଛ, ମୁଁ ଶୁଖା ରୁଟି ଖାଉଛି। ତୁମର ଆଉ ମୋ ଭିତରେ କୌଣସି ପାର୍ଥକ୍ୟ ରହିବନି ଯଦି ମୁଁ ସନ୍ତୋଷ ଆଉ ତୁମେ ସନ୍ତୋଷ। କିନ୍ତୁ ଯଦି ମୁଁ ସନ୍ତୋଷ ଆଉ ତୁମେ ଅସନ୍ତୋଷ ଅଛ ତାହେଲେ ତ ତୁମେ ଗରିବ ଅଛ ନା। ତୁମେ ଗରିବ ଅଛ, ତୁମେ ଅସନ୍ତୋଷ ଅଛ। ଅସନ୍ତୋଷ କେତେବେଳେ ଆମେ ହଉ, ଯେତେବେଳେ ଆମେ ଚାହିଁବା ମୁଁ ମୋ ଇଟା ଖଣ୍ଡେ ଦେଇ ମସ୍ତରେ ଘୁଙ୍ଗୁଡି ମାରି ଶୋଉଛି, କେତେବେଳେ ସାପଟେ ଆସି ପଳେଇଗଲା, କେତେବେଳେ ଆଉ କଣ ଆସି ବେଙ୍ଗଟେ ଆସିକି ଚଢିଗଲା, ମୋ ନିଦ ଭାଙ୍ଗୁନି। କିନ୍ତୁ ତମେ ରାଜମହଲର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବି ଶୋଇପାରୁନ। ତାହେଲେ କୁହ କିଏ ଚାଲାକ? ଯଦି ଏଇ ଦୃଷ୍ଟିକୋଣରେ ଆମେ ଦେଖିବା, ଧନର ଗୋଟେ ସୀମା ଅଛି। ସିଏ ଆପଣ ସମସ୍ତଙ୍କୁ ସୁଖୀ କରିବା ପାଇଁ ଆବଶ୍ୟକ ଅଛି। କମ ସେ କମ ଆପଣ ଦୁଃଖୀ ନ ହେବେ, ସେ ଦୁଃଖ ସାଂସାରିକ ଦୁଃଖରୁ ଆପଣଙ୍କୁ ରକ୍ଷା କରିବାରେ ଧନର ସାମର୍ଥ୍ୟ ଅଛି।
से सामर्थ्य को कम आकलन करतुनि कह है धर्म अर्थ काम मोक्ष এই চারিটা আমার পুরুষার্थ করিবার গোটি নিয়ম कर दिया है कि रे मनुष्य तोते मु मनुष्य बनई बुद्धि देई एते कर्म करौछि कि तो एई पुरुषार्थ चतुष्टय करिबु ही करिबु तो धन कमैबु तापरे अर्थ धन अर्थ काम मोक्ष धन अर्थ नहीं भूल है धर्म धर्म अर्थ काम मोक्ष तो धर्मटा मूल रखिबु धर्म आधार रे तापरे अर्थ उपार्जन करिबु जेते आसिला से चिंता करना से धर्म पूर्वक उपार्जन करिथिबा अर्थरु बा धनरु तापरे तू नेक्स्ट काम निजर कामना पूर्ति कर किसी गंडे खा टिके सोई पड़ कथा खंडे दरकार ए सब कर ए सब करी करी तोर चतुर्थ जो चेष्टाटा मोक्ष उपरे तो लगन लगई रख कहीं कि ना एमिति हजार हजार 84 लक्ष जोनी कहती 84 लक्ष जोनी रु ए गोटे जोनी ए शरीर मनुष्य शरीर ए शरीर ही रे केवल आपण मोक्षर द्वारटा खोला अछि अन्य कौनसी शरीर रे आपण मोक्ष पाई पारिबे नाही कौनसी मिति पाई पारिबे चेष्टा करंतो कोणी अन्य अन्य शरीर रे ए धर्म हमें केबे उपयोग करि पारिबे तो से क्षेत्र रे धर्म पूर्वक धन अर्जन कला परे कामना पूर्ति और कामना पूर्ति परे मोक्ष ए मोक्ष ही ए तीनिटार लक्ष्य हेबार दरकार जदि ए मोक्ष आमे पाई गले ताहले बाकी सब पुरुषार्थ सफल हेबो किंतु जदि से लक्ष्यटा आमे पाई पारिनो धनटा गलत उपार्जन करिबा धर्म पूर्वक करिबानी ताले से ही धन आमर काला हो जीवो आमे केही चाहनु अन्य शरीर हमको मिलु बोली आमे डरिबा दरकार भगवान कर न्याय फिक्स्ड अछि सेठी कोनोसी जज को आपण रिश्वत देई पारिबेनी कोनोसी साक्षी गुआरी से मागु नाहंती से देखि छंती ना आपण कोन कोन करि चाली छंती सेही परिस्थिति रे जदि आमे धर्म पूर्वक न करी अधर्म पूर्वक करिबा और धन को उपार्जन करि नेबा ताले से धन आमको विनष्टि करि देबो आमको सुखी करि पारिबनी आमको संतोष दे पारिबनी आमे सुखी हेबार जागारु बहुत दूर को पड़े जीवे अनेक प्रावधान अछि विजिलेंस पुलिस इनकम टैक्स केते प्रकार कष्ट समानकर अछि एटा तो ए संसार रो कथा किंतु ए संसार जदि ताकू धरि पारिलानी धरिब सिए जार ना जम सी नियम कर रखी कि हाँ तोते मु फ्री छाड़ी तो स्वच्छंद अच्छी कर्तुम अकर्तुम अन्यथा कर्तुम सजीव करी पारे न करी पारे उल्टा करी पारे ए स्वाधीनता जार अच्छी सी जीव मनीष को आपण जणी सेब खंडे देदेले से गोटी खाई करी से आपण को कहिबो कि धन्यवाद से न भी कहि पारे चुपचाप खाइबो और पळै जीवो आपण ताको कहिबे कि मो खोल रे बाबा कहिबेनी से आपण धन्यवाद देई पारे न देई पारे किंतु आ गोटे कथा रहिला एठी से शुणिथिला कि संध्यारे लोक आसीबो और तुमको गोटे विष विषा से देव तो एबे कहतु कि आपण कोन हाल करियो कर्तुम अकर्तुम अन्यथा कर्तुम सजीव ए तीनिटा काम करिवा पाई
से स्वतंत्र, से तार विचार अधीन से काम कर चलिबो। एई स्वाधीनता ईश्वर आमको देइछन्ति धर्म पूर्वक सबु करिबा ପାଇଁ। ଯଦି ଅଧର୍ମ ପୂର୍ବକ କଲେ ତାର ଦଣ୍ଡ ଅନ୍ୟ ପଶୁ ପକ୍ଷୀ କୀଟ ପତଙ୍ଗ ଏଇସବୁ କରିକିନା ସିଏ ଦେବେ ହିଁ ଦେବେ। ଅନ୍ୟ ସବୁ ସାମାଜିକ ବ୍ୟବସ୍ଥାରୁ ଆପଣ ମୁକୁଳି ଯାଇପାରନ୍ତି, କିନ୍ତୁ ତାଙ୍କ ବ୍ୟବସ୍ଥାରୁ ଆପଣ ମୁକୁଳିବାର କୌଣସି ସମ୍ଭାବନା ନାହିଁ। ସିଏ ଆପଣଙ୍କର ପ୍ରତ୍ୟେକ ବିଚାରକୁ ଦେଖୁଛନ୍ତି। ଯଦି ବର୍ଡରରେ ସୈନ୍ୟଟେ ମାରୁଛି ପାକିସ୍ତାନର କାହାକୁ, ତାହେଲେ ତାକୁ ସେ ପୁଣ୍ୟ ଦେବେ, କାହିଁକି ନା ସେ ତାର ଜୀବନକୁ ଜଳାଞ୍ଜଳି ଦେଇ ସେଇଠି ଲଢାଇ କରୁଛି, ତାକି ଆମେ ସମସ୍ତେ ଚେନରେ ଏଇଠି ଶୋଇପାରିବା, ତ ତାକୁ ପୁଣ୍ୟ ମିଳିବ। କିନ୍ତୁ ସେଇ ଗୋଳିଟା ଯଦି ସେ ଗୋଟେ ନିହତ୍ଥା ଅନ୍ୟ ସାଧାରଣ ଲୋକକୁ ମାରୁଛି, ଯୋଉଠିକି ଅନ୍ୟାୟ ପୂର୍ବକ ସିଏ ମାରୁଛି, ତାକୁ ସେ ପୁଣି ସେଇ ଗୋଳି ମାରିବା ପାଇଁ ସମାନ କର୍ମ କରିବା ପାଇଁ ସେ ଦଣ୍ଡ ଦଉଛନ୍ତି। ଏଇଥିରୁ ଜଣା ପଡୁଛି କି ଆମର ଯୋଉ ବିଚାରଟା କର୍ମର ମୂଳରେ କଣ ଅଛି ସେଟା ପ୍ରଧାନ, ସେଟା ଇମ୍ପୋର୍ଟାଣ୍ଟ, ସେଟା ହିଁ ଡିସାଇଡିଂ ଫ୍ୟାକ୍ଟର। ଯଦି ଆପଣଙ୍କ ବିଚାର ଅନ୍ୟ ଲୋକଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଅଛି, ତାହେଲେ ସେଇ କର୍ମଟା ପାବନ ହେଇଯାଉଛି। ଆଉ ଯଦି ଅନ୍ୟକୁ ଅନ୍ୟାୟ କରିବାର ଅଛି, ତାହେଲେ ସେଇ କର୍ମଟା କେତେ ବି କପଟ ଆଚରଣ କରି କରନ୍ତୁ, ବହୁତ ଜାଗାରେ କପଟ ଆଚରଣ କରି ଠକା ହଉଛି ନା ସାଧାରଣ ଲୋକମାନଙ୍କୁ। ସିଏ ଦେଖୁଛନ୍ତି କି ଏଇ ଲୋକଟା ଠକିଲା ବୋଲି, ସେଇ ପରମ ପୁରୁଷ ସିଏ ପୂर्ण ହିସାବରେ ନଜର ଗାଡିକିନା ଦେଖୁଛନ୍ତି, ହଁ ଇଏ ଠକିଲା, ଇଏ ସ୍ୱାର୍ଥପର ଲୋକ, ଇଏ ଯୋଉ ଦାନ ଦଉଛି ସିଏ ଭୋଟ ପାଇବା ପାଇଁ ଦେଲା ନାହିଁ, ମିଳିବ, ସିଏ ଯୋଉଟା ଚାହୁଁଛି ସିଏ ରାଜନେତା ହେବ, କିନ୍ତୁ ସିଏ ମିଛ ଆଉ କପଟାଚରଣ କରିବାର ସିଏ ଦଣ୍ଡ ପାଇବ ହିଁ ପାଇବ। ସିଏ ଏପଟୁ ଟଙ୍କା ଅନେକ ଗଦେଇ ଦେବ, ଲୋକ ତା ନାଁରେ ପୁଣି ଲିପିବଦ୍ଧ କରିବେ ପଥରରେ, ମନ୍ଦିର ବି ଗଢିବ, ସବୁ କିଛି କରିବ, କିନ୍ତୁ ଈଶ୍ୱର ସେଇ ଦିଟା ଯାକ ଦେଖି ଚାଲିବେ। ଭାଇ ଇଏ ମନ୍ଦିର କାହିଁକି ଗଢୁଛି, ଭାଇ ଇଏ କଣ ପାଇଁ ଏମିତି ଏମିତି ସୁନ୍ଦର କଥା ଗୁଡାକ କହୁଛି, ସେ ବିଚାରକୁ ଆଧାର କରି ପରମାତ୍ମା ଆମକୁ ସୁଖ କିମ୍ବା ଦୁଃଖ, ପାପ କିମ୍ବା ପୁଣ୍ୟ ସେଟା ସେ ଦେଇ ଚାଲିଛନ୍ତି। ସେଇ ଅଦୃଶ୍ୟ ପରମାତ୍ମା, ଯେମିତି ଆପଣ ସମସ୍ତେ ଦୃଶ୍ୟମାନ ନା ଅଦୃଶ୍ୟମାନ, ଏବେ ତ କହିଦିଅନ୍ତୁ। ଆପଣ ମାନେ ସମସ୍ତେ ଅଦୃଶ୍ୟମାନ, କେହି ଦୃଶ୍ୟମାନ ନୁହନ୍ତି। ଆମେ ଯେମିତି ଚେତନ ଆଉ ଅଦୃଶ୍ୟ, ସେମିତି ପରମାତ୍ମା ବି ଚେତନ ହେଇଥିବାରୁ ସିଏ ବି ଅଦୃଶ୍ୟ ହେଲା। ତ ଏଇଥିରେ ଆହୁରି ଟିକେ ଆଗକୁ ଆଉ ଯିବିନି ମୁଁ, କିନ୍ତୁ ଏଇ ଅଦୃଶ୍ୟତା ପାଇଁ, ପରମାତ୍ମାଙ୍କ ଅଦୃଶ୍ୟତା ପାଇଁ ଅନେକ ଲୋକ ବହୁତ କଷ୍ଟ ସହନ୍ତି କି କାହିଁକି ପରମାତ୍ମା ଦେଖା ଯାଉନି। ଆରେ ଭାଇ, ପରମାତ୍ମା ତମ ଭଳି ଅଦୃଶ୍ୟ, ତୁମେ ଯେମିତି ଚେତନ ସିଏ ବି ସେମିତି ଚେତନ ନା। ଯଦି ଜଡ ହେଇଥାନ୍ତା ସେ ଦୃଶ୍ୟମାନ ନିଶ୍ଚୟ ହବ, ଜଡ ପଦାର୍ଥ ଦୃଶ୍ୟମାନ ହେବ, ଦେଖାଯିବ, କିନ୍ତୁ ଚେତନ ପଦାର୍ଥ ସିଏ ଦେଖାଯାଏନି। ତ ଏଥିରେ ଗୋଟିଏ ଭଜନର ଖଣ୍ଡେ ମୁଁ ଗାଇଦେଉଛି। ଆମେ ସମସ୍ତେ ପରମାତ୍ମାଙ୍କ ଭିତରେ ଅଛୁ, କିନ୍ତୁ ପରମାତ୍ମା ଆମକୁ ଏହସାସ କରିପାରୁନୁ, ମେହସୁସ କରିପାରୁନୁ ନା ଅନୁଭବ କରିପାରୁଛୁ, କରିପାରୁନୁ। ତା ଉପରେ ଏଇ ଭଜନଟା ବହୁତ ସ୍ଲୋଲି ଗାଇବି, ମତେ ରିଦମ ବାଜିବନି, ଦେଖିବେ ଟିକେ ଚେଷ୍ଟା କରନ୍ତୁ। ଏଇ ଭଜନରେ ଆମ ସବୁ ମନୁଷ୍ୟଙ୍କର ଅବସ୍ଥା ପରମାତ୍ମାଙ୍କ ସାଥିରେ କେମିତି ଅଛି ସେଇ ବିଷୟଟା କୁହାହଉଛି।
में भी प्यासी रे मोहे, सारी दुनिया बदहासी। पानी में भी प्यासी रे मोहे, सारी दुनिया बदहासी। आत्मज्ञान बिना नर भटके, कोई मथुरा कोई काशी। आत्मज्ञान बिना नर भटके, कोई मथुरा कोई काशी। जैसे मृगा नाभि कस्तूरी, जैसे मृगा नाभि कस्तूरी, बन बन फिरत उदासी रे मोहे, सारी दुनिया बदहासी रे मोहे, सारी दुनिया बदहासी। है हाजिर कहीं दूर बताए, दूर की बात निरासी। है हाजिर कहीं दूर बताए, दूर की बात निरासी। जैसे प्रभु हृदय मां बसत है, जैसे प्रभु हृदय मां बसत है, सहज मिले अविनाशी रे मोहे, सारी दुनिया बदहासी। पानी में भी प्यासी रे मोहे, सारी दुनिया बदहासी रे मोहे, सारी दुनिया बदहासी। ଆମେ ସମସ୍ତେ ସେଇ ପ୍ରଭୁଙ୍କ ଭିତରେ ଅଛୁ, ତଥାପି ବି ଆମ ତୃଷା ମେଣ୍ଟୁନି। ଆମ ଭିତରେ ପୁଣି ପ୍ରଭୁ ଅଛନ୍ତି, ତଥାପି ବି ଅନୁଭବ ହଉନି। ସେ ମୃଗ ଭଳି ଯିଏ ସାରା ବନ ଜଙ୍ଗଲ ସବୁଆଡେ ବୁଲୁଛି କି କୋଉଠୁ ସେ କସ୍ତୁରୀର ବାସ୍ନାଟା ଆସୁଛି, ଚାରିଆଡେ ଖୋଜି ଖୋଜି ସିଏ ଅଛି। ଦେଖିଲା ବେଳକୁ ତା ନାଭିରୁ ହିଁ ବାସ୍ନାଟା ଆସୁଛି, ଭିତରୁ ଆସୁଛି, ସେ ଜାଣିପାରୁନି। ପ୍ରଭୁ ବି ଆମ ସେତେ ଭିତରେ ଅଛନ୍ତି, ଆମ ଭିତରେ ସେ ଅତ୍ୟନ୍ତ ଇଚ୍ଛାରେ ଅଛନ୍ତି କି କେତେବେଳେ ଆମେ ଡାକିଦେବା, ବାପା ନା ପୁଅ, କେତେବେଳେ କହିବ ବାପା ବୋଲି, ସେ କାନଟା ଡେରିକିନା ରହୁଛି। ଟିକେ କହିଦେଲେ ସେ ବାପା ପୁଣି ପଳେଇ ଆସିବା, ହଁ ବାପା ମୁଁ ଅଛି, ତୁ ଚିନ୍ତା କରନା। କିନ୍ତୁ ସଂସାର ସାରା ଖେଳନାରେ ଛୁଆଟା ମାତିକିନା ଅଛି। ବହୁତ ଗୁଡାଏ ବଡ ବଡ ମେଳା, ସେଇ ମେଳା ଭିତରେ ବହୁତ ଖେଳନା, ବହୁତ ପ୍ରକାରର ଖେଳନା। ଛୋଟ 4 ବର୍ଷର ଛୁଆଟା ସିଏ ଦେଖିଲା ଖେଳନା ଅଛି, ସିଏ ବାପାର ହାତଟା ଛାଡିଦେଲା,
ଆଉ ଖେଳନା ପାଖକୁ ପଳେଇ ଗଲା। ଆଉ ଖେଳନାକୁ ସିଏ ଦେଖି ବସିଲା। ବାପାଟା ଅଛି ପାଖରେ, କିନ୍ତୁ ସିଏ ଅନୁଭବ କରୁନି। ସଂସାରର ଖେଳନାରେ ଆମେ ସମସ୍ତେ ଛୋଟ ଛୁଆ ବାପାକୁ ଭୁଲି ସେ ଖେଳନାରେ ମାତିଛୁ। ଏଇ ପରିସ୍ଥିତିରେ ସିଏ କେମିତି ଅନୁଭବ କରିବ କି ବାପାଙ୍କ ପାଖରେ ଲାଇଟଟା ଲିଭିଗଲା। ସେଇଠୁ ଚିତ୍କାର କଲା ଛୁଆଟା, ବାପା ବାପା। ସେ ଜାଣିପାରୁନି କି ବାପା ମୋ ପାଖରେ ଅଛି। ବାପା ପାଖରେ ଅଛି ସେ ଯଦି ଜାଣିପାରନ୍ତା ସିଏ ଚିତ୍କାର କରିବ କି? ସିଏ ଯଦି ଏଇ ପରିସ୍ଥିତିରେ ଆସିବ, ତାପରେ ବାପା କହିବ, ହଁ ହଁ ଛୁଇଁବ ନା, ଏ ଦେଖ ମୁଁ ଅଛି ଏଇଠି। ତାପରେ ସେ ବାପାକୁ ଓଳେଇ ହେଇଦବ। ଛୋଟ ଛୁଆଟା ଖେଳନାଟା ଛାଡିଦେବ, ସେ ପୁରା ଦି ହାତରେ ଛାଡିଦେବ। ମୋ ଖେଳନା ଦରକାର ନାହିଁ ବାପା, ମୁଁ ତମେ ଛାଡିବି କୁଆଡେ ଯିବନି, ତୋ ପାଇଁ ହିଁ ତ ମୁଁ ଅଛି। ଏଇ ସ୍ଥିତି ଆମର ବି ହେଇପାରିବ। ଆମେ ବି ସେଇ ଖେଳନା ଛାଡିଲେ ବାପାକୁ ଧରି ପାରିବା ନା? ଯେତେବେଳେ ପର୍ଯ୍ୟନ୍ତ ଖେଳନା ଧରିଥିବା, କେମିତି ଆମେ ବାପାକୁ ଧରି ପାରିବା? କଥା ହଉଛି ଆମକୁ ଅନୁଧ୍ୟାନ କରିବାକୁ ପଡିବ କି ମୋ ବାପା କେମିତି ଅଛନ୍ତି, କୋଉ ରୂପରେ ଅଛନ୍ତି, କୋଉ ସ୍ଥିତିରେ ଅଛନ୍ତି। ସେ ସବୁ ଯଦି ଛୁଆ ଜାଣିନି, ତାହେଲେ ସିଏ କେବଳ ସେଇ ଖେଳନାରେ ମାତି ତାର ସମୟକୁ ସେ ଗଡେଇ ଚାଲିବ। କିଛି ସମୟ ପରେ, କିଛି ଦିନ ପରେ ପୁଣି ସେଇ ସ୍ଥିତି ଆସିବ, ଅନ୍ୟ ପଶୁ ଜନ୍ମରେ ଯିବ। ବାପା ଚାହୁଁନି ସେ କଥା। ବାପା କହୁଛି ତୁ ଏଇ ଜନ୍ମରେ ହିଁ ମତେ ପ୍ରାପ୍ତ କରିଯା। ଆପଣ ଗୋଟିଏ ପାହା ଯଦି ଯାଉଛନ୍ତି, ସେଇ ବାପାଟା ଆପଣଙ୍କ ପାଖକୁ 10 ପାହା ଆସେ। ଆଉ ଗୋଟେ ଭଜନ ମନେ ପଡୁଛି, ଆପଣ ଗିନିରେ ଟିକେ ଟିକେ କେବଳ ତାଳ ଦେବେ। ଆପଣ ବି ଟିକେ ଟିକେ ତାଳ ଦେବେ। ଜଗତ ଯାହାର ସାରା ଜନା ସେ ତ ଜଗତ କାରଣ ହରି ଧ୍ୟାଇ ଥାରେ ମାନା ଦୁରିତ ତୋହାରା ପାରିବ ସେ ଦୂର କରି ମନବ ହରି ହରି ମନବ ହରି ହରି ତେଜି ଦେଇ ମନୋ ମନାଭିମାନ ପିଣ୍ଡ ସଙ୍ଗେ ପ୍ରାଣ କର ରମଣ ତେଜି ଦେଇ ମନୋ ମନାଭିମାନ ପିଣ୍ଡ ସଙ୍ଗେ ପ୍ରାଣ କର ରମଣ ପାଇବୁରେ ମନ ବୈକୁଣ୍ଠ ଧାମ ପାଇବୁରେ ମନ ବୈକୁଣ୍ଠ ଧାମ ପାରିଲେ ଆପଣ କରି ମନବ ହରି ହରି ଜଗତ ଯାହାର ସାରା ଜନା ସେ ତ ଜଗତ କରତା ହରି ଧ୍ୟାଇ ଥାରେ ମାନ ଦୁରିତ ତୋହାରା ପାରିବା ସେ ଦୂର କରି ମନବ ହରି ହରି ମନବ ହରି ହରି
ସେବାର ରଚନା ନାମକୁ ମାତର ସେ ଗଢ଼ିଛି ଜାଣେ ବିଧାନ ତାହାର ସେବାର ରଚନା ନାମକୁ ମାତର ସେ ଗଢ଼ିଛି ଜାଣେ ବିଧାନ ତାହାର ନିମିଷକେ କରେ ସାତକୁ ସତର ନିମିଷକେ କରେ ସାତକୁ ସତର ଭାବ ବିନୋଦୀ ଭାରି ମାନବ ହରି ହରି। ସେତେବେଳେ ପର୍ଯ୍ୟନ୍ତ ଆପଣ ନିଜର ଅସ୍ତିତ୍ୱକୁ ତାକୁ ଦେଇ ନାହାନ୍ତି, ସିଏ କେମିତି ନିଜର ହେଇଯିବ? ଯଦି ଆପଣ ସମ୍ପୂର୍ଣ୍ଣ ଶରଣାଗତ ହେଇ ନିଜର ଅହଙ୍କାରକୁ ସେଠି ସମର୍ପଣ କରିସାରିଲେଣି, ତାପରେ ଆଉ ଡେରି ନାହିଁ। ଶାଢ଼ୀକୁ ଧରୁଥିବା ପର୍ଯ୍ୟନ୍ତ ସିଏ ଆସିବେନି। ଦୁଶାସନ ଶାଢ଼ୀଟା ଟାଣୁଛି ନା, ସେଟା ତା କାମ, ସେ ଟାଣିବ। ଯେତେବେଳେ ପର୍ଯ୍ୟନ୍ତ ନିଜର ଚେଷ୍ଟା ଚାଲିଛି, ଭଲ କଥା, ଚେଷ୍ଟା ଚାଲୁ। ପରମାତ୍ମା ଆସିନାହାନ୍ତି ନା। ତାପରେ ଅନ୍ତରେ ସିଏ ଦେଖିଲା କି ନାଇଁ, ମୋର କାମ, ମୋର ଚେଷ୍ଟା, ମୋର କିଛି ଆଉ କାମ ଦେଉନି। ଶାଢ଼ୀଟାରୁ ହାତଟା ଛାଡ଼ିଦେଲା, ହାତଟାକୁ ଉପରେ କରିଥିଲା। ତାପରେ ସିଏ ଆସିଲେ, ସେ ପ୍ରଭୁ ଆସିଲେ ଆଉ ତାକୁ ରକ୍ଷା କରିଥିଲେ। ଲକ୍ଷଣକୁ ବୁଝନ୍ତୁ। ଯଦି ଆପଣ ସମ୍ପୂର୍ଣ୍ଣ ସରେଣ୍ଡର ହେଇଯିବେ, ସମ୍ପୂର୍ଣ୍ଣ ହିସାବରେ ନିଜକୁ ଛାଡ଼ିଦେବେ, ଚେଷ୍ଟା କରୁଛନ୍ତି, କହିବେ ହଁ ପ୍ରଭୁ, ଆଉ ମୋ ଚେଷ୍ଟା ତ ହେଇପାରୁନି ନା, ମୁଁ ଆଉ ତୋର ଭକ୍ତ ହେଇପାରିଲିନି ନା। 40 ବର୍ଷ, 50 ବର୍ଷ, 60 ବର୍ଷ ହେଇଗଲା ମତେ, ଏବେ ଆଉ କଣ କରିବି? କଣ ପଡିଛି, ହାତ ଛାଡ଼ିଦେଲେ, ସେ ଜାବୁଡ଼ି ଧରିବ, ଦୁଶାସନ ଆଉ ଟାଣି ପାରିବନି, ସିଏ ଥକିଯିବ, ବସି ପଡ଼ିବ। ଏଇ ସଂସାର ସେଇ ଦୁଶାସନ ଆମ ପାଇଁ। ଆମେ ଚେଷ୍ଟା କରୁଛୁ, ଛାଡ଼ି ଦିଅନ୍ତୁ ନିଜ ଅହଙ୍କାର, ଆମ ନିଜର ଅସ୍ତିତ୍ୱକୁ ସମର୍ପଣ କରିବାକୁ ଅଛି। ସେତେବେଳେ ପର୍ଯ୍ୟନ୍ତ କେବଳ ଆପଣ ଚେଷ୍ଟା କରୁଛନ୍ତି। ଯୋଉ କ୍ଷଣରେ ସେଇ ସମର୍ପଣ ଭାବ ଆସିଗଲା, ସେ ଦେର କରେନି। ତାର ଦେଖିବାଟା ସେ ଡେରି କରେନି, ସେଇ କ୍ଷଣରେ ହେବ। ଦ୍ରୌପଦୀ ପଚାରିଲେ, କାହିଁକି ଏତେ ଲେଟ୍ କଲ? ଉତ୍ତର ଥିଲା, ତୁ ତ ଚେଷ୍ଟା କରୁଥିଲୁ, ମୁଁ କଣ କରିଥାନ୍ତି? ଯେତେବେଳେ ଛାଡ଼ିଲୁ, ସେଇ କ୍ଷଣରେ ମୁଁ ଆସିଛି ନା ନାଇଁ ତୁ କହ? ହଁ ହଁ, ସତ କଥା, ମୁଁ ସେତେବେଳେ ପରେ ତ ଚେଷ୍ଟା କରୁଥିଲି। ମୁଁ ଅନ୍ତରାତ୍ମା ସହିତ ତତେ ଡାକୁ ନଥିଲି, ମୁଁ ସେମିତି ଉପର ଠାଉରିଆ ହିଁ ତତେ ଡାକୁଥିଲି। ଏବେ ଜାଣିଗଲି କି ଯଦି ମୁଁ ଅନ୍ତରାତ୍ମାର ସହିତ ଡାକୁଛି, ତୁ ମୋଟେ ଡେରି କରୁନୁ, ସେ କ୍ଷଣରେ ହିଁ ତୁ ମତେ ସଙ୍ଗେ ସଙ୍ଗେ ଆସିପାରିବୁ।
ଆମ ସମସ୍ତଙ୍କ ସେହି ଅଧିକାର ଅଛି ନା ସେଇ ବାପାକୁ କହିବାର, ବାପାକୁ ଡାକିବାର। ପରମ ପିତା ସମସ୍ତଙ୍କର ପିତା। କେବଳ ଆମର ଅହଙ୍କାର ଆମକୁ ରାସ୍ତା ରୋକିକିନା ରଖିଛି। ଯଦି ସେଇ ଅହଙ୍କାରକୁ ପାଣି କରିଗଲେ, ଅହଙ୍କାରକୁ ନେଇ ତାକୁ ସମର୍ପଣ କରିଦେଲେ, ତାପରେ ସେଇ ଅହଙ୍କାରକୁ ସେ ଛିନ୍ନ ଭିନ୍ନ କରିଦେବ। ତାପରେ ଯୋଉଟା ବଞ୍ଚିବ ସେଇଟା ତାକୁ ତदा ଦ୍ରଷ୍ଟୁଃ ସ୍ୱରୂପେ ଅବସ୍ଥାନ। ସେଇ ସ୍ଥିତିରେ ଯୋଉ ଭଗତ ଦ୍ରଷ୍ଟା, ଦ୍ରଷ୍ଟା ମାନେ ଯିଏ ଦର୍ଶନ କରୁଛି, ଦ୍ରଷ୍ଟା ମାନେ ଯାହାକୁ ଦର୍ଶନ କରୁଛି, ସେଇ ସମୟରେ ତାର ସେଇ ସ୍ଥିତି ପଳେଇ ଆସିବ କି ହଁ, ମୁଁ ପ୍ରଭୁକୁ ଯାହାକୁ ଚାହୁଁଥିଲି ତାକୁ ମୁଁ ଦର୍ଶନ କରୁଛି। ଏଇ ଶରଣାଗତ ସ୍ଥିତିଟା ଆମେ ସମସ୍ତେ ପାଇବାର ସମ୍ଭାବନା ବହୁତ ବେଶୀ ଅଛି। ଆଉ ଏଥିରେ ଡେରି ବି ନାହିଁ, ଜଣା ପଡିଗଲା। ଏବେ ତ ଜଣା ପଡିଗଲାଣି କି ଡେରି ନାହିଁ। ଡେରି ପାଇଁ କିଏ ଦାୟୀ? ଆମେ ହିଁ ଦାୟୀ। ଆମ ଶରଣାପନ୍ନତା ପୂର୍ଣ୍ଣତା ନାହିଁ। ଯେତେବେଳେ ପୂର୍ଣ୍ଣତା ପଳେଇ ଆସୁଛି, ସେତେବେଳେ ହିଁ ସଙ୍ଗେ ସଙ୍ଗେ ସେ ଦର୍ଶନ ଦେବା ପାଇଁ ରାଜି ଅଛନ୍ତି। ଏଇ ସଂସାରରେ ଶରୀରର ଭିନ୍ନତା ଥାଇପାରେ, କିନ୍ତୁ ପ୍ରତ୍ୟେକ ଆତ୍ମାର କେବଳ ଗୋଟିଏ ମାତ୍ର ଲକ୍ଷ୍ୟ। ଆପଣମାନେ କେତେ ସମୟରେ ବନ୍ଦ କରନ୍ତି? ସାଢେ ମତେ ଆପଣ କହିବେ ଆପଣ 8:30 କୁହନ୍ତୁ କି 8:45 କୁହନ୍ତୁ କି ଭଜନ କରିବା। ତ ସେଇ ପରମାତ୍ମାଙ୍କର ଯୋଉ ସ୍ଥିତିକୁ ଆମେ ଅନୁଭବ କରିପାରୁନୁ, ତାର କାରଣ ହେଲା ଆମେ ରୀତିନୀତିରେ ବାନ୍ଧି ଦଉଛୁ ନିଜକୁ। କହିଲା ନା 7କୁ 17 କରିଦିଏ ସେ। 7ଟା ରୀତି ପାଳନ କରିବେ, ତାପରେ ଆଉ 10ଟା ରୀତି ସିଏ ବଢେଇ ଦେବ। ପୁଣି ସେଇ 17 ହେଲା ପରେ ଆଉ 10ଟା ସିଏ ବଢେଇ ଦେଇଥିବ। ପୁଣି 27 କଲା ବେଳେ 37। ତାକୁ ରୀତିନୀତିରେ ଆପଣ ପାଇବାଟା କଷ୍ଟକର ଜିନିଷ। କିନ୍ତୁ ତା ପରପଦରେ ପୁଣି କହୁଛନ୍ତି, କହିଲା କି ଭାବ ବିନୋଦିଆ ଭାରି। ହଁ, ସେଇ ପରମାତ୍ମା ଭାବନାର ଦ୍ୱାରା ବନ୍ଧା ହେଇଯାଏ। ସେ ତ ଭଗତ ଭାବରେ ବନ୍ଧା। ଯଦି ଆମେ ସେଇ ପ୍ରକାରର ଭକ୍ତିରେ ନିଜକୁ ଓତପ୍ରୋତ କରିଦେବା, ତାହେଲେ ଦର୍ଶନ ହେଇଯିବା ହିଁ ହେବ। ପରମାତ୍ମା ଯେମିତି ତାଙ୍କର ସେ ବିଶ୍ୱରୂପକୁ ଦେଖିବା ପାଇଁ ଆମେ ଆଖିକୁ ପାଇବାକୁ ଚେଷ୍ଟା କରୁଛୁ। ପରମାତ୍ମା ଯେତେବେଳେ ଦର୍ଶନ ଦେଇଥିଲେ, ଅର୍ଜୁନକୁ କଣ କହିଥିଲେ? ମୁଁ ତତେ ଦିବ୍ୟ ଦୃଷ୍ଟି ନ ଦେଲେ ତୁ ଦେଖିପାରିବୁନି। ପ୍ରଥମେ ତାକୁ ଦିବ୍ୟ ଦୃଷ୍ଟି ଦିଆହେବ, ସେଇ ଦିବ୍ୟ ଦୃଷ୍ଟି ପରମାତ୍ମା ହିଁ ଦେବେ। ଯଦି ଆମ ଭିତରେ ସେଇ ଉତ୍କଣ୍ଠା ରହୁଛି କି ମତେ ହେ ପରମାତ୍ମା ଅର୍ଜୁନକୁ ଯେମିତି ଦିବ୍ୟ ଦୃଷ୍ଟି ଦେଇଥିଲେ, ମତେ ବି ଦଉନାହାନ୍ତି। ସେଇ ପରମ ପିତା ନିଜ ସନ୍ତାନକୁ ଦେବ ହିଁ ଦେବ। କେମିତି ଦେବ, କୋଉଠି ଦେବ, କୋଉ ରୀତିରେ ଦେବ, ସେଟା ଆମକୁ ବି ଜଣା ନାହିଁ। କିନ୍ତୁ ପବନର ସୁଅରେ ପତ୍ର ଗୋଟିଏ ସୁଖା ପତ୍ର ହେବା ପାଇଁ ଆମକୁ ଚେଷ୍ଟା କରିବାକୁ ପଡେ। ଆମେ ଯଦି ଅକିଞ୍ଚନ ହେଇଯିବା, ତାହେଲେ ସେଇ ପରମାତ୍ମା ଆମକୁ ଉଡେଇ ନେବ, ଆଉ ଗୋଟେ ଜାଗାରେ ରଖିଦେବ। ଆଉ ଆମେ ଯଦି ଅହଙ୍କାରୀ ଓଜନିଆ ହେଇଯିବା, ସିଏ ଉଡେଇବନି। ଆମେ ଅହଙ୍କାରୀ ହେବାଟା ପତ୍ର ଭଳି ଆମେ ହେଇଲୁନି। ଆମେ ଯଦି ପତ୍ର ଭଳି ଅକିଞ୍ଚନ ହେଇଯିବା, କୌଣସି ନିଜର ଏଇଟା ଅସ୍ତିତ୍ୱ ରଖିବାନି। ସେଇ ପରିସ୍ଥିତିରେ ପରମାତ୍ମା ଆମର ସବୁ ଧ୍ୟାନ ରଖିବ, ସମସ୍ତ ପ୍ରକାରରେ। କେମିତି ତାନେ ଏଇ ଭକ୍ତଟା ମତେ ଦର୍ଶନ କରିବ,
ସେଇ ଜିମାଟା ତାର ହେଇଯିବ। ଏଇ ଶରଣାଗତି ଭାବନା ଆମ ସମସ୍ତଙ୍କ ଭିତରେ ଆସିବା ଅତ୍ୟନ୍ତ ଆବଶ୍ୟକ ଅଛି। କେମିତି ଆଣିବେ, କେବେ ଆସିବ କହିହବନି। ଖାଲି ଲାଗିଥାନ୍ତୁ, ହଁ ପରମାତ୍ମା ଅଛନ୍ତି, ଦିନେ ନା ଦିନେ ମୋ କୁଟିଆକୁ ଆସିବେ। କାହିଁକି? ସେଇ ଯୋଉ ଋଷିଟା ଥିଲେ ନା, ସିଏ ମତେ କହିଛନ୍ତି କି ଏଇ ରାସ୍ତାରେ ରାମ ଆସିବେ ଆଉ ତୁ ଏଇଠି ଥା। ସେଇ ଦିନଠୁ ବୁଢୀ ମାଟା ସବରି ସେଇଠି ରହିଲା, ଅପେକ୍ଷା କଲା। ପ୍ରତ୍ୟେକ ଦିନ, ଦିନ ପରେ ଦିନ ସେ ଫୁଲରେ ସଜାଡୁଛି ରାସ୍ତାଟାକୁ, ଆଉ ପୁଣି ଫୁଲ ମଉଳି ଗଲା ପରେ ପୁଣି ତା ଆର ଦିନ ସେଇ ଫୁଲକୁ ବାହାର କରି ଆଉ ଥରେ ସଜାଡୁଛି। ପ୍ରତ୍ୟେକ ଦିନ ସେଇ ଭକ୍ତି ତା ମନରେ ବଢି ଚାଲୁଛି ନା। ଆମର ବି ସେଇ ସ୍ଥିତି ଆସିପାରିବ, ଆମେ କରିପାରିବା। ପ୍ରଭୁଙ୍କୁ ଆମେ ନିଜର ଯଦି କରିବାର ଅଛି, ଆମ ଭିତରେ ସେଇ ସବରୀର ଭକ୍ତି ରହିବା। ଯଦି ସବରୀର ଭକ୍ତି ଆସିଗଲା, ତାହେଲେ ଆମେ ସେଇ ଭକ୍ତିପୂତ ସ୍ଥିତିରେ ହିଁ ପରମାତ୍ମାଙ୍କ ରାସ୍ତାରେ ଅପେକ୍ଷା କରିବା ପାଇଁ ଧୈର୍ଯ୍ୟ ଆସିଯିବ। ଯେବେ ବି ହଉ ଆସିବେ ସେଇ ରାମ। ଆମ ଭିତରେ ରାମ ଆସିବାଟା ସେଇ ଆମ ଭିତରେ ଅଛନ୍ତି ନା। ଏମିତି ଛାଡ଼ିକିନା ଫଟୋଟେ ଦେଖିଛନ୍ତି? କାହାର ଫଟୋ ସେଇଟା? ହନୁମାନଜୀଙ୍କର ଫଟୋ। ଏଇ ଛାତିଟାରେ ଭଗବାନ ଅଛନ୍ତି। ହୃଦୟ ଭିତରେ ଆମ ସମସ୍ତଙ୍କ ଭିତରେ ଅଛନ୍ତି ସେଇ ପରମାତ୍ମା। ଆପଣଙ୍କୁ କେବଳ ସେଇ ସବରୀର ସ୍ଥିତିକୁ ନିଜକୁ ନେବାକୁ ପଡିବ। ପ୍ରତ୍ୟେକ ଦିନ ଅତ୍ୟନ୍ତ ଆଦର ସହକାରେ ପ୍ରେମ ପୂର୍ବକ ପ୍ରଭୁ ଭକ୍ତିରେ ଲୀନ ହେଇ ସେଇ ରାସ୍ତାରେ ଫୁଲ ଦେଇ ଦେଇ ମୋ ପ୍ରଭୁଙ୍କ ପାଦ କଅଁଳିଆ ଫୁଲରେ ସେ ଚାଲି ଆସିବେ, ଫୁଲରେ ମାଡ଼ିବେ। ଏଇ ଭାବନାରେ ଆପଣ ପ୍ରତ୍ୟେକ ଦିନ ଯଦି କରୁଛନ୍ତି, ଆସିବେ ଦିନେ ନା ଦିନେ ସେ ରାମ ଆପଣଙ୍କ ହୃଦୟରେ ବିରାଜମାନ ହେବେ। କିନ୍ତୁ ଆପଣଙ୍କୁ ଜାଣିବାକୁ ପଡିବ ଏଇଥିରେ, ରାମ ନାମ सोहे जानिए जो रमता सकल जहां घट घट में जो रम रहा से प्रभु घट घट रे अछंती ମୋ ଭିତରେ ଆପଣଙ୍କ ଭିତରେ। ଏଇ ଧାରଣାରେ ଯଦି ଆପଣ ରାମଙ୍କୁ ପୂଜା କରୁଛନ୍ତି, ଆପଣ ରାମ କୁହନ୍ତୁ, ମଡ଼ା କୁହନ୍ତୁ, ମରା କୁହନ୍ତୁ, କିଛି ଫରକ ପଡୁନି ତାକୁ। ତାକୁ ସମ୍ବୋଧନ ମନରେ ଅଛି ନା ନାହିଁ ସେତେ କେବଳ ସିଏ ଦେଖୁଛନ୍ତି। ଆପଣ ମଡ଼ା କହି କହିବି ରାମକୁ ପାଇଥିଲେ ନା। ଦସ୍ୟୁ ରତ୍ନାକରଠୁ ବାଲ୍ମୀକି କେମିତି ହେଇଥିଲେ? ମଡ଼ା କହି କହି ତାକୁ ମଡ଼ା ହିଁ ଦେଖାଗଲା। ଆପଣ ବି ସେମିତି କାହିଁକି କରିବେନି? ଦସ୍ୟୁ ରତ୍ନାକରଠୁ କଣ ଆମେ ମାନେ ଆହୁରି ଅଧିକ ପାପ କରିଛୁ? ସିଏ ତ ମଣିଷ ମାନଙ୍କୁ ହାଣୁଥିଲା। ତ ଆମର ପାପ ଏତେ ଭାରି କେମିତି ପଡୁଛି? ପ୍ରଶ୍ନଟା ନିଜର ମୌଳିକ ହିସାବରେ ରଖିବା କି ଆମ ଘଟ ଘଟରେ ଆମର ରାମ ଆମେ ଦେଖିବାକୁ ଆମେ ଚେଷ୍ଟା କରିବା କଥା। ଟିକିଏ କୋଉଠି ସ୍ୱାର୍ଥରେ ହାନି ହେଲେ ଆମେ ଲଢି ଯାଉଛୁ। ନାଇଁ, ଠିକ ଅଛି, ଚୋରି ହେଇଗଲା, କିଛି କଥା ନାହିଁ, ଆଉ କିଛି ଜିନିଷ ଅଛି ମୋର, ଘବରେଇ ଯାଉଛୁ, କେମିତି କରିବି? ଆରେ ନାଇଁ, ଘବରେଇବାର କଣ ଅଛି? ଘର ତ ଭରା ପଡିଛି, ଧନ ରତ୍ନ ଗାଡି ମଟର ସବୁ କିଛି ସେଇ ପରମାତ୍ମାଙ୍କର, ଯୋଉଟା କି ଆମେ ଛାଡିକିନା ପଳେଇବାର ଅଛି। ବରଂ ତାକୁ କିଏ ବିନିଯୋଗ କରିଦେଲା, ମୋର ନହେଲେ କଣ ହେଲା, ତାର ତ ହେଲା। ସିଏ ତ ତାକୁ ବ୍ୟବହାର କଲା। ଯଦି ବ୍ୟବହାର କଲା କ୍ଷତି କଣ? ମୁଁ କଲି ନା, ସିଏ କଲା।
एई दृष्टिकोण रे आमर व्यक्तिगत जो चरित्र को वसुदैव कुटुंबकम पर्यंत व्याप्तिर ना धर्माचरण थिला। आमे गोटिए आइडेंटिटी गोटिए पॉइंट नहीं कि किंतु मो साथी रे मोर स्वामी को आ मो स्त्री को जो हिसाब रे जोटा हेबा कथा मो छुआ को मो बापा को मो निजर करी नेबी तर्पण करी बापा को तर्पण बंचिथिला भितरे हुए ता परे पुणी मु बानप्रस्थी हेबी। बानप्रस्थीर अर्थ कौन मोर जो छोट परिवार थिला सेटा मु बढ़ाई देली बड़ कर देली एबे गाँटा मोर परिवार ए सहरटा मोर परिवार समस्तंकर हित मु सेमिति चाहिबी जेमिति मो पुओ झियोंकर हित चाहुथिली सेई परिस्थिति आउ टिके आसीगला। तापरे वसुदेव कुटुंबकम ए जो कुकुर मांकड़ बिलेई ए सबु मो भली आत्मा ही कहीं सेतेबेले मु जानी सारलिनी कि मु आत्मा से वसुदेव कुटुंबकम स्थिति रे पुणी मोर आ गुटे अनुभूति हैला कि हाँ मोर पूरा का पूरा ए संसार से प्रभुंकर गोटिए रूपटा एटा आपण विश्व रूप आड़े दर्शन करी चली छंती तापरे आपण अनुभव कले कि हाँ परमात्मा घट घट रे विराजमान अछंती जानले कि हाँ ए ब्रह्मांड सारा सचराचर जगत से मोर विराट परमात्मांकर भितरे अंतर्निहित अछंती। पृथ्वी को किए घोरौछि सूर्यर आलोक कार किए बनेला गैलेक्सीज कोटि कोटि सूर्य यूनिवर्स कोटि कोटि गैलेक्सीज एमती गोटे पृथ्वी अच्छी नाई 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 कोटि कोटि पृथ्वी रे मनुष्य अच्छंती जीव जगत अच्छी कहीं परमात्मा कर्म बहुत विस्तृत आउ केबे भी निष्फल नुहे जदि से चंद्रमा टाको सेठी रखिछि तार गुरुत्वाकर्षण रो किसी प्रभाव पाई से सेठी रखिला जदि सूर्यर चारिओडे चारिपटरे पृथ्वी को घूरौछि किछि ना किछि बैलेंस करिवा पाई करूछि सेंट्रीफ्यूगल फोर्स सेंट्रीपेटल फोर्स बहुत विषय अच्छी विज्ञान आस्ते आस्ते जानुछि सेटा ए गुरुत्वाकर्षण शक्ति सी जदि क्रिएट करिछि सेटा जदि करबनी ताहले ए शरीर रे आमे चाली पारिबानी बोली से कहूछि गाधई पारिबानी पानीटा एमिति कले सेठी रही जीवो एमिति हिसाब रे हजार हजार नियम सी ए प्रकृति रे बांधी देकिना रखिछि प्रकृति को सेटार समस्त गोटे लक्ष्य कि एई शरीर भोगाप वर्गार्थम दृश्य भोग करबा पाई ओ परमात्मा को प्राप्ति करबा पाई सेथि पाई एई सारा सचराचर जगत को से गढ़िछि एते विराट पुरुष से ता भितरे आमे सामान्य चांटी रु छोट धूली अति कणा सूचीर मुन भली सेते भी हेई परिबानी ए ब्रह्मांडर किलो किलोमीटर एते दूर रु आलोक आसुछि आलोक पहुंचला बेले सेपट से स्टार टा मरी जाय थाए ब्लैक होल हे जाय थाए केते बड़ जे से जान कहि पारु नाहंती विज्ञानी माने एते विराट आमर बापा से बापांक पाखरे आमे अळी न करिबाटा आमर मूर्खामी ना जदि आमे प्रकृत संतान ताहले आमे अनुभव करबा को पड़िबो मो बापा केते विराट और खाली मो बापा नुहे आपणकर भी सारा जगतर जेते जीव अछंती सेमानकर भी एई अनुभूति आस्ते आस्ते फैली चलियो एटा आवर दिव्य दृष्टि बढ़ी चलियो किते जन्म पर आमे दिव्य दृष्टि पाइबा किछि कहिबनी कहि हबनी ना को स्थिति रे अछि आमे हमर संस्कार को आस्ते आस्ते बांध संस्कार को आस्ते आस्ते नष्ट करबा पाई हम चेष्टा आ से चेष्टा करी 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 आमे से दिव्य दृष्टि को पाख 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 को आणुछु
ଏଇଟା ଆଉ କେବେ ମୁଁ କହିବି। ଆଜି 8:30 ହେଇଗଲା ଏବେ। ଠିକ ଅଛି, ଦେଖିବା